ସତରେ କ'ଣ ଆମ ଦେଶ ସ୍ୱାଧୀନ? ଆମେ କ'ଣ 77 ବର୍ଷର ସ୍ୱାଧୀନତା ପରେ 78ତମ ସ୍ୱାଧୀନତା ଦିବସ ପାଳନ କରୁଥିବା ସମୟରେ କହିପାରିବା ଏ ଦେଶର ସମସ୍ତ ନାଗରିକ ସତରେ ସ୍ୱାଧୀନ ବୋଲି? ଆଜି ବି ଏଇ ଦେଶରେ ଯଦି ଗୋଟିଏ ଝିଅ ଘରୁ ପାଦ କାଢ଼ି ସ୍କୁଲ, ଅଫିସ ଆଉ ଡାକ୍ତରଖାନାକୁ ଯାଉଥାଏ ନା, ତେବେ ତାକୁ ଜଣାଥାଏ ଯେ ସେ ଶତାବ୍ଦୀରୁ ତିଆରି ହୋଇଥିବା ରୀତିନୀତିକୁ ସବୁ ଭାଙ୍ଗୁଛି ବୋଲି, ସମାଜର ସବୁ ଲେଖାଜୋଖାକୁ ପଛରେ ଛାଡ଼ି ଆସୁଛି ବୋଲି। ତାକୁ ଜଣାଥାଏ ଯେ ଏବେ ତା ପୋଷାକର ଲମ୍ବ ଠାରୁ ନେଇ ତା ସ୍ୱପ୍ନର ଗଭୀରତା ଯାଏଁ ସବୁ କିଛି ମପାଯିବ। ସ୍ୱାଧୀନତାର ମୁଖା ପିନ୍ଧିକି ବି ଏ ସମାଜ ଏବେ ତାକୁ ତାର ବନ୍ଦୀ ବନେଇବ। ଏତେ ଆଇନ ଅଛି, ଏତେ ନିୟମ ଅଛି, କିନ୍ତୁ ତାପରେ କ'ଣ ଯେ ଆଜି ବଦଳି ଅଛି? ଯେବେ ଯାଏଁ ସେ ଚୁପ୍ ହୋଇଯାଇନି, ଚିତ୍କାର କରି କହୁଥିବା ଝିଅଙ୍କ କଥା କେହି ଶୁଣନ୍ତିନି। ଯେବେ ଯାଏଁ ତାଙ୍କ ସହ କିଛି ଦୁର୍ଘଟଣା ହୋଇନି, ତେବେ ଯାଏଁ ତାଙ୍କ ସପକ୍ଷରେ କେହି ଛିଡ଼ା ହୁଅନ୍ତିନି। ସେଥିପାଇଁ ହୁଏତ ଆଜି ଝିଅମାନେ ଯେବେ ଘରୁ ବାହାରନ୍ତି, ନ୍ୟାୟର ରାସ୍ତାରେ ଏକା ହିଁ ଚାଲୁଥାନ୍ତି। ହଁ, ଯଦି ସତରେ ଆଜି ମୋ ଦେଶର ସମସ୍ତ ନାଗରିକ ସ୍ୱାଧୀନ, ତାହେଲେ ନାରୀଟିଏ କ'ଣ ନାଗରିକ ନୁହଁ?